ସୁନ୍ଦରଗଡ଼ରୁ ଆଜିର ମୁଖ୍ୟ ଖବର। ଧରା ପଡ଼ିଲେ ଜିଲ୍ଲା ଅଧିକାରୀ ମହାଙ୍ଗା ପଡ଼ିଲା ଲାଞ୍ଚ ନେବା। ଆଜି 3 ଅଗଷ୍ଟ ସୁନ୍ଦରଗଡ଼ କାର୍ଯ୍ୟାଳୟରେ କାର୍ଯ୍ୟରତ ଟ୍ରାଫିକ୍ ଇନ୍ସପେକ୍ଟର ମୁକେଶ କୁମାର ମିଶ୍ରଙ୍କୁ 20,000 ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଟିମ୍ ହାତରେ ଧରା ପଡ଼ିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଅଞ୍ଚଳର 10 ନମ୍ବର ରାଜ୍ୟ ରାଜପଥସ୍ଥିତ ଗରିଆମାଲ ଛକରେ ଏହି ଚଢ଼ାଉ କରାଯାଇଥିଲା। ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଜଣେ ଟ୍ରକ୍ ମାଲିକଙ୍କ 2ଟି ହାଇଭାକୁ କୌଣସି ବାଧା ବିନା ଚଳାଚଳ କରିବାକୁ ଦେବା ପାଇଁ ମୁକେଶ କୁମାର ମିଶ୍ର ଜୁନ୍ ଓ ଜୁଲାଇ 2024 ମାସିକ ଟଙ୍କା ବାବଦରେ 20,000 ଲାଞ୍ଚ ଦାବି କରିଥିଲେ। ଲାଞ୍ଚ ଦେବାକୁ ଇଚ୍ଛୁକ ନଥିବା ଟ୍ରକ୍ ମାଲିକ ଏନେଇ ଓଡ଼ିଶା ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ଅଧିକାରୀମାନେ ଯୋଜନାବଦ୍ଧ ଭାବେ ଫାନ୍ଦ ପକାଇ ଚଢ଼ାଉ କରିଥିଲେ। ଅଭିଯୁକ୍ତ ଟ୍ରାଫିକ୍ ଇନ୍ସପେକ୍ଟର 20,000 ଲାଞ୍ଚ ଗ୍ରହଣ କରୁଥିବା ସମୟରେ ତାଙ୍କୁ କାବୁ କରାଯାଇଥିଲା। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ରାଶି ଜବତ କରାଯାଇଛି। ଘଟଣା ପରେ ଅଭିଯୁକ୍ତଙ୍କ ସହ ସମ୍ପୃକ୍ତ 3ଟି ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ସମ୍ପର୍କରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ସଂଶୋଧନ ଆଇନର ଧାରା ବିନା 7 ଅନୁଯାୟୀ ମାମଲା ରୁଜୁ ହୋଇଛି। ଭିଜିଲାନ୍ସ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି।